ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୌଷ୍ଟିକ ଆହାର ପ୍ରଦାନ ପାଇଁ ସାରା ଦେଶରେ ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ ଚାଲିଛି। ଏହି ଯୋଜନାରେ ବିଦ୍ୟାଳୟ ସହିତ ଜନସାଧାରଣଙ୍କୁ ଯୋଡ଼ିବା ପାଇଁ ଏକ ଅଭିନବ ଯୋଜନା ହେଉଛି ତିଥି ଭୋଜନ। ବିଦ୍ୟାଳୟରେ ପିଲାଙ୍କୁ ଜନ ସହଭାଗିତାରେ ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିନ, ଶ୍ରାଦ୍ଧବାର୍ଷିକୀ, ବିବାହବାର୍ଷିକୀ ତଥା ଯେକୌଣସି ବିଶେଷ ଦିବସରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଫଳ, ମିଷ୍ଟାନ୍ନ, କ୍ଷୀରି ଆଦି ଅତିରିକ୍ତ ସ୍ୱାଦିଷ୍ଟ ତଥା ପୌଷ୍ଟିକ ଭୋଜନ ଦେବାର ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ଶ୍ରାବଣ ମାସ ତୃତୀୟ ସୋମବାର, ସଂକ୍ରାନ୍ତି, ନାଗପଞ୍ଚମୀ ଏବଂ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀଗିରିଙ୍କ ପୁଣ୍ୟତିଥି ଅବସରରେ ବରଗଡ଼ ଜିଲ୍ଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣଦୃଷ୍ଟି ସାଥୀ ପକ୍ଷରୁ ତିଥି ଭୋଜନର ଆୟୋଜନ କରାଯାଇଥିଲା। ଏଥିରେ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ବୁଦେଲପାଲି ବିଦ୍ୟାଳୟରେ ତିଥି ଭୋଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ କୁମାର ସାହୁ କହିଥିଲେ, खुश लगला बुदेलपाली स्कूल रे गणदृष्टि मीडिया तरफ जेन तिथि भोजन व्यवस्था करा जाइए बोले गोटे स्वतंत्र दिवस रे इना गोटे स्वतंत्र कार्यक्रम निश्चित भाव स्वागत योग्य है। अन्यतम अतिथि शिक्षाविद पतित बाबन साहू कहते ये तिथि भोजन हूँ जेन प्रधानमंत्री पोषण योजना रे जेन स्कूल गुड़िक मध्याह्न भोजन दि जाऊे से मध्याह्न भोजन सहित किसी निर्दिष्ट तिथि रे जेन तिथिरा निजके भल लगवा जेन दिन से दिन रे पुरातन छात्र सचेतन नागरिक कौन से अनुष्ठान बा अभिभावक माने शिक्षक मान सहित कथबार्ता करी प्रधान शिक्षक सहित जोगसूत्र रक्षा करी मध्याह्न भोजन सहित मैंने अन्य किसी आनुषंगिक खाद्य दे पारे। चलित मास 17 तारिखରୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ କୁଷ୍ଠ ରୋଗୀଙ୍କ ସନ୍ଧାନ ଚାଲିଛି। ଏହା ଜିଲ୍ଲାର ଗୋଟିଏ ସହରାଞ୍ଚଳ ସମେତ 12ଟି ବ୍ଲକରେ କାର୍ଯ୍ୟକାରୀ ହେଉଛି। ଆଶାକର୍ମୀମାନେ ଘରକୁ ଘର ବୁଲି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରୁଛନ୍ତି। ଚିହ୍ନଟ ରୋଗୀଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ବ୍ୟବସ୍ଥା ରହିଛି। ନିଶାମୁକ୍ତ ଭାରତ ଅଭିଯାନର ଷଷ୍ଠ ବାର୍ଷିକୀ ପାଳନର ଅଂଶ ଭାବରେ ଅଗଷ୍ଟ 18 ତାରିଖ ସାରା ଦେଶରେ ନିଶା ବିରୋଧୀ ଜାତୀୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟରେ ନିଶା ବିରୋଧରେ ସଂକଳ୍ପ ପାଠ କରାଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟାଳୟ ସମେତ ଜିଲ୍ଲାର ସର୍ବତ୍ର 80ତମ ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। ବୀର ସୁରେନ୍ଦ୍ର ସାହି ଛକ ନିକଟରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସଂଗ୍ରାମୀମାନଙ୍କ ତ୍ୟାଗ, ବୀରତ୍ୱ ଓ ବଳିଦାନକୁ ସ୍ମରଣ କରିବା ସହ ଜିଲ୍ଲା, ରାଜ୍ୟ ଓ ଦେଶର ପ୍ରଗତି ଓ ବିକାଶରେ ସହଭାଗୀ ହେବାକୁ ଜିଲ୍ଲାପାଳ ଶ୍ରୀ ଗୋଏଲ ଆହ୍ୱାନ ଜଣାଇଥିଲେ। ପ୍ରଥମ ଥର ପାଇଁ ବରଗଡ଼ର ମୁଖ୍ୟ ରାସ୍ତା ବୀର ସୁରେନ୍ଦ୍ର ସାହି ଛକରୁ ମହାତ୍ମା ଗାନ୍ଧୀ ଛକ ପର୍ଯ୍ୟନ୍ତ ହୋଇଥିବା ବର୍ଣ୍ଣାଢ଼୍ୟ ପ୍ୟାରେଡ୍ ଆୟୋଜନ ହୋଇଥିଲା। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସମାରୋହରେ ଉପସ୍ଥିତ ଥିଲେ। ବରଗଡ଼ ଜିଲ୍ଲାରେ ଅଗଷ୍ଟ 9ରୁ 17 ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଜିଲ୍ଲା ସଦର ମହକୁମା ସମେତ ପଦ୍ମପୁର, ସୋହେଲା, ଅତାବିରା, ବିଜେପୁର, ବରପାଲି, ଭେଡେନ, ଭଟଲି, ବିଜେପୁର, ଆମ୍ବାଭନା, ଗାଇସିଲଟ, ଝାରବନ୍ଦ ଆଦି ବ୍ଲକ ମୁଖ୍ୟାଳୟରେ ହୋଇଥିବା ଜାତୀୟ ପତାକା ଶୋଭାଯାତ୍ରାରେ ଜିଲ୍ଲାର ସମସ୍ତ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ ତଥା ଜନସାଧାରଣ ସାମିଲ ହୋଇଥିଲେ। ସେହିପରି ତ୍ରିରଙ୍ଗା ଉତ୍ସବ ଅବସରରେ ସାଇକେଲ ଶୋଭାଯାତ୍ରା, ରଙ୍ଗୋଲି, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଆଦି ଆୟୋଜନ ହୋଇଥିଲା। ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ କରିବା ପାଇଁ ଚାଷୀଙ୍କ ନାମ ପଞ୍ଜୀକରଣ ଚଳିତ ମାସ 6 ତାରିଖରୁ ଆରମ୍ଭ ହୋଇଛି। ଜିଲ୍ଲାର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ତଥା ବଜାର ପ୍ରାଙ୍ଗଣମାନଙ୍କରେ ନାମ ପଞ୍ଜୀକରଣ କରାଯାଉଛି। ଏହା ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ତେବେ ନାମ ପଞ୍ଜୀକରଣ ସମୟରେ ଏଗ୍ରିଷ୍ଟେକ୍ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଉଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ବିଭାଗ ପକ୍ଷରୁ ଏଗ୍ରିଷ୍ଟେକ୍ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ ବୋଲି ସ୍ପଷ୍ଟୀକରଣ ଦିଆଯିବା ପରେ ଚାଷୀ ଅସନ୍ତୋଷ ଦୂର ହୋଇଛି। ଶ୍ରାବଣ ମାସ ସୋମବାର ଅବସରରେ ବରଗଡ଼ ଜିଲ୍ଲାର ଅଷ୍ଟଶମ୍ଭୁପୀଠ, ଗାଇସୀମା, ଦେଓଗାଁ, ସରଣ୍ଡା, ନୀଲଜୀ, ସୋର୍ଣ୍ଣା, ଆମ୍ବାଭନା ସମେତ ଝାଡ଼େଶ୍ୱର, ଋଷିପାଲି, ଜଳମାଦେବ ଆଦି ପୀଠରେ ଶ୍ରଦ୍ଧାଳୁମାନଙ୍କ ବ୍ୟାପକ ସମାଗମ ହୋଇଥିଲା। ନୃସିଂହନାଥ ପୀଠରୁ ପାପନାଶିନୀ ଝରଣାରୁ ପବିତ୍ର ଜଳ ନେଇ କାଉଡ଼ିଆମାନେ ପାହାଡ଼ ଦେଇ ହରିଶଙ୍କର ପୀଠକୁ ଯାଇ ଠାକୁରଙ୍କ ଦର୍ଶନ କରୁଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।